ଆଜି ନିଯୁକ୍ତି ମେଳା 1326 ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ନିଯୁକ୍ତି ମେଳା। ରେଳ ଅଡିଟୋରିୟମରେ ହେଉଛି ଏହି ନିଯୁକ୍ତି ମେଳା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 9ଟି ବିଭାଗରେ ମୋଟ 1326 ଜଣ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜ ଦାୟିତ୍ୱକୁ ନିଷ୍ଠା, ସ୍ୱଚ୍ଛତା ଏବଂ ଦକ୍ଷତାର ସହ ପ୍ରତିପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ସରକାରୀ ବ୍ୟବସ୍ଥାକୁ ଅଧିକ ଜନାଭିମୁଖୀ କରିବା ସହ ରାଜ୍ୟବାସୀଙ୍କୁ ଉନ୍ନତମାନର ସେବା ଯୋଗାଇବାରେ ନବନିଯୁକ୍ତ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି କୁହାଯାଇଥିଲା। ସରକାରୀ ସୂଚନା ଆଧାରରେ ନିଯୁକ୍ତିରେ ସର୍ବାଧିକ ଅଂଶ ରହିଛି ଗୃହ ଓ ନଗର ଉନ୍ନୟନ ବିଭାଗର। ଏହି ବିଭାଗରେ 364 ଜଣ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗରେ 361 ଜଣ, ଶକ୍ତି ବିଭାଗରେ 240 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିଛି। ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ 118 ଜଣ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗରେ 111 ଜଣ ନିଯୁକ୍ତି ପାଇବେ। ଏତଦ୍‌ବ୍ୟତୀତ ମତ୍ସ୍ୟ ପଶୁ ସମ୍ପଦ ବିକାଶ ବିଭାଗରେ 86 ଜଣ, କ୍ରୀଡ଼ା ଓ ଯୁବ ସେବା ବିଭାଗରେ 26 ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ 10 ଜଣ ଏବଂ ଅବକାରୀ ବିଭାଗରେ 10 ଜଣ ନିଯୁକ୍ତି ପାଇଛନ୍ତି। ନିଯୁକ୍ତି ପତ୍ର ପାଇଥିବା ପ୍ରାର୍ଥୀମାନେ ଏହି ନୂତନ ସୁଯୋଗ ପାଇଁ ଖୁସି ପ୍ରକାଶ କରିବା ସହ ସରକାରୀ ସେବାରେ ଯୋଗଦେଇ ରାଜ୍ୟର ବିକାଶ ଓ ଜନସାଧାରଣଙ୍କ ସେବାରେ ନିଜର ଅବଦାନ ରଖିବାକୁ ଆଶା ପ୍ରକାଶ କରିଥିଲେ। ଯୁବକ ଯୁବତୀଙ୍କୁ ସରକାରୀ ଚାକିରିର ସୁଯୋଗ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଲଗାତାର ନିଯୁକ୍ତି ମେଳା ଆୟୋଜନ କରୁଛନ୍ତି। ଆଜିର ଏହି ମେଳା ମଧ୍ୟ ଓଡ଼ିଶାର ହଜାର ହଜାର ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଆଶା ଓ ପ୍ରେରଣା ସୃଷ୍ଟି କରିବ।